ସାଙ୍ଗମାନେ ବର୍ତ୍ତମାନ ଟାଇମ୍ ଆସିକି ହେଲା 11:30। ଦେଖନ୍ତୁ ଆଜି ଆମ ଘରକୁ କିଏ କିଏ ଆସନ୍ତି। ଇଏ ହେଲେ ସବୁ ମୋ ପିଇସି ବାପା, ଇଏ 3 ଜଣ ଆଗ। ଇଏ ଆଜି ଆମ ଘରକୁ ଆସନ୍ତି। ଦେଖନ୍ତୁ 11:30 ହେଲେ ତାଙ୍କ ସହିତ ବସି ପଡ଼ିଛି ଆମ ବୋଉ। ଦେଖ ରାତି 11:30 ହେଲେ ବୋଉ 3 ଅପା ବସିକି ବର୍ତ୍ତମାନ ତାସ ଖେଳୁଛନ୍ତି। ଇଏ ଆଜି ରାତିରେ ଆଉ ଶୋଇବେନି, ରାତି ସାରା ପୁରା ଏମିତି ତାସ ଖେଳାଙ୍କର ଚାଲିବ। ଯେତେବେଳେ ବି ଆମର ଅପା ଏମିତି ଆସିବ ଘରକୁ, ସେମିତି ରାତି ସାରା ପୁରା ତାସ ଖେଳ ଚାଲିବ। ସବୁବେଳେ ଯେତେବେଳେ ବି ଆସୁଛନ୍ତି ଘରକୁ, ଆଜି ବି ଆସିଛନ୍ତି ଆମ ଘରେ ରହିଛନ୍ତି ରାତିରେ। ତାସ ଖେଳ ଚାଲିଛି। ଚାଲିବ। ବୋଉ କଣ କହୁଛ କୁହ? କଣ କହୁଛି ମନ ମାନେ 3ଟା ଗାଈ ମୁଁ ଖେଳୁଛି, ମୋ ପୁଅ ଭିଡ଼ିଓ କଲ୍ କରୁଛି। ଆଉ ଆକୁ ଏମିତି ସଂସ୍କାର କରନ୍ତୁ। ଏମିତି ଚ୍ୟାନେଲକୁ ସବସ୍କ୍ରାଇବ କର, ଚ୍ୟାନେଲକୁ ସଂସ୍କାର କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ଆଉ ଏମିତି ଆମେ ଖେଳୁଥିବୁ, ରାତି ଖେଳୁଥିବୁ। ଯେତେବେଳେ ନଣନ୍ଦମାନେ ଆସିବେ, ନଣନ୍ଦମାନଙ୍କୁ ଧରିକି ସବୁ ଆମେ ଚାଷ ଖେଳିବୁ। ହଁ ନାଇଁ ଏମିତି ଗୋଟେ ତାସ ଖେଳ ସବୁବେଳେ ଚାଲିଛି ରାତିରେ। ଟାଇମ୍ ଆସିକି 11:30 ହେଇଗଲାଣି। କାହିଁ ଘଣ୍ଟା କାହିଁ ଦେଖ, ଟାଇମ୍ 11:30। ରାତି 11:30 ହେଇଗଲେ। ରାତି ସାରା ଏମିତି ଚାଲି ଆଜି ତାସ ଖେଳ ରାତି ସାରା ପୁରା। ଏଇ 4 ଜଣ ବସିଲା ଆଉ ଆଜି ରାତିରେ ଆଉ ଉଠିବେନି, ପୁରା ଏମିତି ତାସ ଖେଳ ଚାଲିବ। ଅପା ସବୁ କଣ କୁହ? ଅପା କଣ କହୁନୁ? ହଁ, ଇଏ ହେଲା ସାନ ଅପା, ଇଏ ହେଲା ବଡ଼ ଅପା, ଇଏ ମଝିଆଣୀ ଅପା। 3 ଜଣ ଏକା ଆସୁଛନ୍ତି ଆଜି ତାସ ଖେଳୁଛନ୍ତି ଏଇଠି ବସିକି ରାତି ସାରା ପୁରା। କଣ କହିବି ଯେ, ମୁଁ ତ ସଦାବେଳେ ମୋ ପିଲାଙ୍କ ସାଥିରେ ଖେଳିକି ଖୁସିରେ ଲାଗୁଛି। ଆଉ ମୋ ପୁଅକୁ ଦେଖିଲେ ଆମକୁ କାନ୍ଦା ଆଞ୍ଜୁଳି ଲେଖା ଲାଗୁଛି। ଆମେ ଏମିତିଆ ଦେଖିଲେ ଗାଁକୁ ଆସିଲେ ଆମେ ଏମିତି ଖେଳୁଥିବୁ। ତାହେଲେ ଆଜି ବ୍ଲଗ ଦେଖନ୍ତୁ କେତେ ରାତିରେ ଆରମ୍ଭ ହଉଛି। ରାତି 11:30 ଆଜି ଆରମ୍ଭ ହେଲା ବ୍ଲଗ। ଦେଖିବା କାଲି ସକାଳ ପାଉ, ସକାଳେ ସବୁ କଣ କଣ କାମ ସବୁ ଚାଲିଛି, ଘର କାମ କେତେ ଆଡ଼େ ଗଲାଇ ଦେଖିବା। ସାଙ୍ଗମାନେ ଦେଖନ୍ତୁ, ଆମେ ଆସିକି ବର୍ତ୍ତମାନ ପହଞ୍ଚିଲୁ ବା ମନ୍ନାଗ ପୀଠରେ। ଆମ ଘରଠୁ ମାତ୍ର 3 କିଲୋମିଟର, 5 ମିନିଟ୍ ଲାଗିଲାନି। ଆମେ ଆସିକି ପହଞ୍ଚିଲୁ ମନ୍ନାଗ ପାହାଡ଼ରେ। ଏବେ ଆମେ ଚାଲିଲୁ ମନ୍ନାଗ ପାହାଡ଼ରେ, ଏବେ ଉପରକୁ ଉଠିବୁ। ପୁରା ବାଇକ୍ ଯାଉଛି ଉପରକୁ, ବାଇକ୍ ନେଇକି। ମାନେ ଦେଖ ଆମେ ବର୍ତ୍ତମାନ ଚଢ଼ିଲୁ ପାହାଡ଼ ଉପରକୁ। 2 ଜଣ ଆଗେ ଯାଉଛୁ, ଆମେ 2 ଜଣ ଆଗ। ଆସ୍ତେ ଆସ୍ତେ ଆସିକି ପହଞ୍ଚିଗଲୁ ବର୍ତ୍ତମାନ ଆମେ ମନ୍ନାଗ ପାହାଡ଼ରେ। ଏଇଠି ଦେଖାହେଲା ବର୍ତ୍ତମାନ ମନ୍ନାଗ ମନ୍ଦିର। ଚାଲ ଏବେ ଟିକେ ଯିବା ମନ୍ଦିର ଫାଷ୍ଟ ଦର୍ଶନ କରିକି ଆସିଲା ପରେ, ତାପରେ ପୁରା ଚାରିପଟେ ପୁରା ବୁଲିକି ଭଲ ଭାବରେ ଦେଖେଇବି ଆପଣମାନଙ୍କୁ କେମିତି କ'ଣ ଦେଖାଯାଉଛି ଚାରିପଟେ। ଚାଲ ଏବେ ଯିବା ମନ୍ଦିରକୁ, ପ୍ରଥମେ ଏବେ ଯିବା ମନ୍ଦିରକୁ। ଆପଣମାନେ ଦେଖିପାରୁଥିବେ ମନ୍ନାଗ ଓଭର ଭିୟୁଟା କେମିତି ଦେଖାଯାଉଛି। ଦେଖନ୍ତୁ ବର୍ତ୍ତମାନ ଆମେ ମନ୍ଦିର ଫ୍ରଣ୍ଟରେ ଭାଇ ଆମର ଠିଆ ହେଇଛନ୍ତି। ଆସିକି ପହଞ୍ଚିଲା ମନ୍ଦିର ପାଖରେ ପୁରା ବୁଲାବୁଲି କରିବା। ଆସିକି ତ ମନ୍ଦିରରେ ଦର୍ଶନ କରିସାରିଲୁ। ତଳଟା କେମିତି ଦେଖାଯାଉଛି, ମାର୍କେଟଟା
ବଜାରଟା ଦେଖାଯାଉଛି କିଭଳି ଭାବରେ ଉପରୁ ଦେଖାଯାଉଛି ଭିଉଟା ଏନ୍ଜୟ କରନ୍ତୁ। ଆମେ ବର୍ତ୍ତମାନ ଦୁଇ ଜଣ ବସିକି କେବେ ଚାରିଆଡ଼େ ଦେଖନ୍ତୁ ପୁରା ଏଇଟା ହେଉଛି ଆମର ରଣପୁର ମାର୍କେଟ ଚାରିପଟଟା ବହୁତ ଭଲ ଜାଗା। ଆପଣମାନେ ଆସନ୍ତୁ ଏନ୍ଜୟ କରନ୍ତୁ। ଛୁଟି ଟାଇମ୍ରେ ଆସିବେ ବହୁତ ଭଲ ଜାଗା ଏନ୍ଜୟ କରିବେ ଯିବେ। ଖୁସି ଲାଗୁଛି ଜାଗାରେ ଆସିକି ବହୁତ ଭଲ ଜାଗା ବି କିଛି ଅସୁବିଧା ନାହିଁ। ଛୁଟି ଜାଗାରେ ଛୁଟି ଦିନ ଦେଖି ଆପଣ ଆସନ୍ତୁ। ଆମେ ଦେଖିଲେ ଆମ ତ ଏଇଟା ଘର ପାଖ ଆମେ ପ୍ରାୟ ଯେତେବେଳେ ବର୍ତ୍ତମାନ ଆପଣମାନେ ମୁଁ ଆସିଥିଲି ମନା ମୁଣ୍ଡିଆ ବୁଲିବା ପାଇଁ। ଆପଣମାନେ ତ କେବେ ଦେଖିନଥିବେ। ଆପଣମାନେ କେବେ ଆସନ୍ତୁ ଆପଣମାନେ ଦେଖିବେ ଏନ୍ଜୟ କରିବେ। ମନା ପାହାଡ଼ ଟିକେ ଦେଖିବେ ଏନ୍ଜୟ କରିକି ଯିବେ। ବାସ୍ ଆପଣ ଆସନ୍ତୁ କେତେବେଳେ ଏନ୍ଜୟ କରିବା ପାଇଁ ମନା ମୁଣ୍ଡିଆ ଚାଲ ଆମ ଘର ପାଖରେ। କିନ୍ତୁ ଆମେ ଆସିପାରୁନଥିଲୁ କେବେ ବି ଆଜି ବହୁତ ଦିନ ପରେ ଆସିଛୁ ଦୁଇ ଜଣ ଏନ୍ଜୟ କରିକି ବି ଯାଉଛୁ। ଆପଣମାନେ ଆସନ୍ତୁ ଏନ୍ଜୟ କରନ୍ତୁ। ଆପଣମାନେ ତ କେବେ ଦେଖିନଥିବେ ଏ ଜାଗା ଆଉ। ଚାଲ ଆମେ ଦେଖନ୍ତୁ ସାଙ୍ଗମାନେ ବର୍ତ୍ତମାନ ସୂର୍ଯ୍ୟ ଅସ୍ତ ଟାଇମ୍ରେ ଏଇ ଜାଗାକୁ ଆସିବେ। ଏଇ ଜାଗାର ଦୃଶ୍ୟଟା ଟିକେ ଦେଖିବେ କେଉଁ ଭଳିଆ ଭାବରେ ଲାଗୁଛି। ମନେ ନାହିଁ ସୂର୍ଯ୍ୟ ଅସ୍ତ ଟାଇମ୍ରେ ବର୍ତ୍ତମାନ ଏଇ ଜାଗାକୁ ଆସିବେ ମାନେ ଏଇ ଜାଗାର ଭିଉଟା ଦେଖିବେ କେଉଁ ଭଳିଆ ଲାଗିବ। ଏବେ ଜଷ୍ଟ ଟିକେ ମାନେ 4ଟା ଟାଇମ୍ ହେଇଛି ସେ ଅଧିକ ଟିକେ ଲାଇଟ୍ ଦେଖାଯାଉଛି ଆଉ ଟିକେ ଲାଇଟ୍ କମିଗଲା ପରେ ଦେଖିବେ ଏଇ ଜାଗାର ଭିଉଟା ମସ୍ତ ଦେଖାଯିବ। ବଢ଼ିଆ ପୁରା ଫଟୋ ସୁଟ୍ ପାଇଁ ବଢ଼ିଆ ଜାଗାଟା। ଆପଣମାନେ ଯେତେବେଳେ ବି ଚାହିଁବେ ଆସିକି ଏଇ ଜାଗାରେ ଫଟୋ ସୁଟ୍ କରିକି ଯାଇପାରିବେ। ଆସନ୍ତୁ ଗୋଟେ ଥର ମନ୍ନା ପାହାଡ଼ ଦେଖିକି ଯାଆନ୍ତୁ। ତାପରେ ଆମ ଭିଡ଼ିଓରେ ଟିକେ କମେଣ୍ଟ କରି କହିବେ କେମିତି ଲାଗିଲା ଆମ ଭିଡ଼ିଓଟା ଦେଖିକି ଟିକେ କମେଣ୍ଟ କରି କହିବେ ଆମ ମନ୍ନା ପାହାଡ଼ର ଦୃଶ୍ୟଟା କେମିତି ଲାଗିଲା। ଯଦି ଭଲ ଲାଗିଥିବ ଆମ ଚ୍ୟାନେଲ୍ ଟିକେ ସବସ୍କ୍ରାଇବ୍ କରିଦେବେ। ଆଉ ଆପଣମାନଙ୍କୁ ଯଦି ଭଲ ଲାଗିବ ଆପଣମାନେ ଆସିକି ମନ୍ନା ପାହାଡ଼ ଦେଖିକି ଯିବେ। ଆଉ ଦେଖନ୍ତୁ ପାହାଡ଼ ଉପରେ ପୁରା ମନ୍ନା ମନ୍ଦିର। ସାଙ୍ଗମାନେ ଫାଇନାଲି ବର୍ତ୍ତମାନ ଆମେ ଆସିକି ପହଞ୍ଚିଲୁ ପ୍ରାୟ ତଳେ। ଦେଖିଛୁ କେତେ ଉପରକୁ ଆମେ ଯାଇଥିଲୁ ସେ ପାହାଡ଼ ପୁରା ଉପରକୁ। ଏବେ ଆସିକି ଆମେ ତଳେ ପହଞ୍ଚିଗଲୁ। ତଳେ ଗୋଟେ ବାହାର ଚାଲିଛି ଗୋଟେ ଆଉ ତ ଟିକେ ଶୁଖିଗଲି। ସେମାନେ ଦେଖନ୍ତୁ ଆସିକି ପହଞ୍ଚିଲେ ତଳ ମନ୍ନାରେ। ଗୋଟେ ହନୁମାନଟେ ପୁରା ହେଇଛି ଏଇଠି ସୁନ୍ଦର ମୂର୍ତ୍ତିଟେ ଗୋଟେ। ଏଇ ଜିନିଷଟା ଦେଖିବା ପାଇଁ ପ୍ରାୟ ଅଧିକ ଲୋକ ଆସନ୍ତି ଏଇଠିକି। ଭଲ ମନ୍ଦିରଟେ ଉପରେ ତ ଆମର ଦେଖିଲେ ମନ୍ନା ପାହାଡ଼ ତଳେ ଗୋଟେ ପଥରରେ ପୁରା ହେଇଛି ଗୋଟେ ହନୁମାନ ମୂର୍ତ୍ତି ବଡ଼ ମୂର୍ତ୍ତି ଗୋଟେ। ଆମେ ଆସିକି ପହଞ୍ଚିଯାଇଛୁ ଏବେ ସେଇଠି ବୁଲାବୁଲି କରିକି ଫଟୋ ଉଠେଇକି ହନୁମାନ ମୂର୍ତ୍ତିଟା ଦେଖା ଦେଖି କରିକି ତାପରେ ଯିବା। ଆସିକି ବସି ଯାଉଛି ହାଲିଆ ହେଇକି ଗାଡ଼ି ଚଲେଇ। ଏଇଟା ହେଲା ଆମର ହନୁମାନ ମନ୍ଦିର। ଏପଟେ ରହିଲା ହନୁମାନ ମୂର୍ତ୍ତି ଆଉ ଉପରେ ତ ରହିଲା ଆପଣଙ୍କର ମନ୍ନା ପାହାଡ଼। ଆଉ ଆସିଲା ମାନେ ଦେଖିପାରିବେ ପୁରା ଏନ୍ଜୟ କରିକି ଆରାମସେ ପୁରା ଯାଇପାରିବେ ଏଇ ଜାଗାରୁ। ହନୁମାନ ମୂର୍ତ୍ତି ଏପଟେ ତଳେ ବଢ଼ିଆ ଲାଗୁଛି। ଦେଖନ୍ତୁ ମନ୍ଦିର କେଉଁ ଭାବରେ କାମ ପୁରା ଚାଲିଛି। ଆଉ ଏଇଟା କାମ ସରିଲା ପରେ ଆଉ ଥରେ ଆସିବା। ଏବେ ଆଉ ସମୟ ବର୍ତ୍ତମାନ ଲେଟ୍ ହେଲେ ସନ୍ଧ୍ୟା ହେଇଗଲା କି ପଳେଇବା ଗାଁକୁ। ଦେଖିଛନ୍ତି ପୁରା ସୁନ୍ଦର ମନ୍ଦିରଟେ ହେଇଛି। ଚାଲ ଟାଟା ମନ୍ନା ଚାଲ ଆମେ ଦୁଇ ଜଣଙ୍କ ଗାଁ ସାଙ୍ଗମାନେ। ବର୍ତ୍ତମାନ ଦେଖନ୍ତୁ ଘର କାମ ଏଇ ଯେଉଁ ବ୍ୟସ୍ତ ଭିତରେ ଆଉ ସେ ଶୁଭବେଳା ଦିନ ଯାହା ଟିକେ ଭିଡ଼ିଓ କରିଥିଲି ଏବେ ଆସିକି କାମ ବର୍ତ୍ତମାନ ପ୍ରିଣ୍ଟ ହେଇ ପଡ଼ିଗଲା। ଏବେ ଆଉ ଭିଡ଼ିଓ କିଛି ବି କରିପାରିନି କାରଣ ପ୍ରିଣ୍ଟ ଦିନ ମୁଁ ନଥିଲି। ତାପରେ ଆମର ଗାଁରେ ତ ଆଉ ସକାଳୁ ମୁଁ ସେ କାମଟା ରହିପାରୁନି। ଏବେ ମୁଁ ଆସିଲେ ସରସ୍ୱତୀ ପୂଜା ବୁଲେଇଦିଅ ଆମର ଟିକେ କ୍ୟାମେରା ଟିକେ ବୁଲେଇଦିଅ ଚାରିଆଡ଼େ ଦେଖିଦିଅ। ଆମର ପ୍ରିଣ୍ଟ ଲେବୁଲ୍ ହେଇଯାଇଛି ଘର ଆଉ ମାଟି ପୁରା ପୋତା କାମ ସରିଛି। ତାପରେ ତ ଆସ୍ତେ ଆସ୍ତେ କାମ ଦାମ ଆରମ୍ଭ ହେବ। ଆପଣମାନେ ଏମିତି ବ୍ଲଗ୍ ଭିଡ଼ିଓ ଟିକେ ଟିକେ ଦେଖନ୍ତୁ। ଆମ ଘର କାମ ବି ଟିକେ ଟିକେ ଦେଖିବେ କେତେ ଆଡ଼େ କ'ଣ କେଉଁ ଦିନ କ'ଣ କାମ ହେଉଛି। ଚାଲ ଏବେ ଦେଖିବା। ଏବେ ପ୍ରିଣ୍ଟ ତ ପଡ଼ିଯାଇଛି ଆଉ ତ କିଛି କାମ ନାହିଁ। ଏବେ ପରେ ଆମର ସେପଟେ ଯାହା କାମ ହେବ କାମ ଆରମ୍ଭ ହେଲା ପରେ ଆପଣମାନଙ୍କୁ ଦେଖେଇବି। ଚାଲ ବର୍ତ୍ତମାନ ଆଗକୁ ବ୍ଲଗ୍ ଟିକେ ଦେଖନ୍ତୁ। ଗାଁରେ ବ୍ରାହ୍ମଣ ଦେବୀଙ୍କ ଯଜ୍ଞ ହେଉଛି। ଆମ ଗାଁ ଲୋକ ସମସ୍ତେ ଆସୁଛନ୍ତି କୁମ୍ଭ ବୁଡ଼ିବା ପାଇଁ। କୁମ୍ଭ ବୁଡ଼େଇକି ସବୁ ଏଇଠି ଆମର ଚାଲି ଚାଲି ବ୍ରାହ୍ମଣ ଦେବୀ ମନ୍ଦିର ଠିକି ଆସ ଏବେ ଦେଖିବା। କୁମ୍ଭ ବୁଡ଼େଇକି ନେଇକି ଯାଉଛନ୍ତି ନେଇକି ଯିବେ। ଆସ ଏବେ ଦେଖିବା ଆସ। ଖରା ପଡୁଛି କୁମ୍ଭ ବୁଡ଼ା ଚାଲିଛି। ଏଇଟା କୁମ୍ଭ ନେଇକି ଆମ ଗାଁ ଲୋକ ଚାଲି ଚାଲି ଯିବେ। ଏବେ କିଏ କିଏ ଆସନ୍ତି ଟିକେ ଦେଖିବେ ଏପଟେ ଫୁଲ ସୁସାନା ଏପଟେ ନଡ଼ିଆଟା ସବୁ ଆସୁଛନ୍ତି। ଏଇନୁ
ଚାଲି ଚାଲି ଯିବେ ଏଇନୁ ଆମ ଗାଁ ମନ୍ଦିରକୁ। ରାମୁଣ୍ଡେଇ ମନ୍ଦିର ଯଜ୍ଞ ହେଉଛି, ସମସ୍ତେ ଯିବେ। ଲୋକମାନେ ଆମର କୁମ୍ଭ ଉଡ଼େଇକି ଆମର କୁମ୍ଭ ଧରିକି ବର୍ତ୍ତମାନ ବାହାରିଲେ ସବୁ ଲୋକ। ଦେଖନ୍ତୁ ଆମର ସବୁ ଗାଁର ଲୋକମାନେ କୁମ୍ଭ ଆଣିକି ଏବେ ରଖିଦେଲେ ଯଜ୍ଞ ମଣ୍ଡପରେ। ବର୍ତ୍ତମାନ ଯଜ୍ଞ ଆରମ୍ଭ ହେବ। ତାପରେ ତ ମୁଁ ଆଉ ରହିପାରିଲିନି, ମୋର ଗୋଟେ କାମ ରହିଲା, ମୁଁ ପଳେଇଲି। ଏତିକି ହିଁ ଭିଡ଼ିଓ କରିଛି। ଆପଣମାନେ ବ୍ଲଗ୍ଟିକି ଦେଖିଲେ, ବ୍ଲଗ୍ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଯାହା ଜଣାଇବେ। ଏବେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓଟି ଭଲ ଲାଗିଛି ଯଦି ଟିକେ ଲାଇକ୍ କରିବେ, ସାଙ୍ଗମାନଙ୍କୁ ଟିକେ ସେୟାର କରିବେ। ରହିଲୁ, ଜୟ ଜଗନ୍ନାଥ।